ଏଇ ବୋଉ ଆଜି କ'ଣ ସୁଦାମଙ୍କ ବିଷୟରେ କହିବୁ କହୁଥିଲୁ ପରା? ଆଉ କହ। ସେଠୁ ସୁମତି କହିଥିଲେ ଯିବାକୁ, କିନ୍ତୁ ତାଙ୍କର ପ୍ରଥା ଅଛି ଯେ ଯାହା ଘରକୁ କିଛି ବି ନ ନେଇପାରିଲେ ପାନ ଗୁଆ ଟିକେ ନେଇକିରି ଯିବା। ସୁମତି କହିଥିଲେ ଆମ ଘରେ ତ ପାନ ଗୁଆ ଟିକେ ବି ନାହିଁ, ଆଉ ବନ୍ଧୁ ଘରକୁ ଯିବ କ'ଣ ନେଇକିରି ଯିବ। ଏଇଆ ଚିନ୍ତା କରି ସୁମତି କ'ଣ କରିଥିଲେ ନା ଯାଇକିରି, ସବୁବେଳେ ତ ତାଙ୍କର ଅଭ୍ୟାସ ଅଛି ପଡ଼ିଶା ଘରୁ ସେ କିଛି ମାନେ ମାଗିକିରି କିଛି ବଞ୍ଚନ୍ତି। ତେଣୁ ଯାଇ ପଡ଼ିଶା ଘରେ ମାଗିଥିଲେ ମୋତେ କିଛି ମିଳିବ କି ତଣ୍ଡୁଳ, ମୋ ସ୍ୱାମୀ ଯିବେ ସଖାଙ୍କ ଘରକୁ କିଛି ନେଇକିରି ଯିବେ। ତାପରେ ଦୁଇ ତିନି ଘର ମାଗିଥିଲେ ସେମାନେ, ହେଲେ ସିଏ କିଏ କିଏ କାହାର ପୃଥକ ତଣ୍ଡୁଳ ସବୁ ଦେଇଥିଲେ। ପୃଥକ ତଣ୍ଡୁଳ ବୋଇଲେ ଖୁଦ, ଚାଉଳ ସାଙ୍ଗରୁ ଯେ ଅଲଗା ହେଇଥାଏ ସେଇଟା ଖୁଦ ଭଜା ତାକୁ କହନ୍ତି, ଖୁଦ। ସେଠୁ ସେଇ ଖୁଦ କିଛି କାହାଠାରୁ ମାଗିକିରି ଆଣିଥିଲେ। ସୁମତି ତାକୁ ଆଣିକିରି ଭାଜିଥିଲେ। ଭାଜିକି ତାକୁ ଗୋଟିଏ, ତାଙ୍କ ଘରେ ତ କିଛି କପଡ଼ା ନାହିଁ, ଚିରା ସାତଶିଆ ସେମାନେ ପିନ୍ଧୁଥାନ୍ତି। ସେଇ ସାତଶିଆ କପଡ଼ାରେ ସେ ତାକୁ ବାନ୍ଧିକିରି ଦେଇଥିଲେ ସୁଦାମାଙ୍କୁ। କହିଲେ ଏଇଟା ନେଇଯାଅ, ଆଉ ସଖାଙ୍କୁ ଉପହାର ଦେବ। ସେଠୁ ସେଇଟାକୁ ନେଇକିରି ସୁଦାମା ବାହାରିଥିଲେ ସଖା ଘରୁ। ତାକୁ କାଠ ତଳରେ ଡାକିଥିଲେ। ଆଉ ସେ ବି ଟିକେ ଗୋଡ଼ ତାଙ୍କର ଛୋଟା ଥିଲା, ସେ ଛୋଟେଇ ଛୋଟେଇ ଚାଲନ୍ତି, ବାଡ଼ି ଧରିକିରି ବାଡ଼ି ଧରି ଚାଲୁଥିଲେ। ଯାଇକିରି ବହୁତ କଷ୍ଟେ ମଷ୍ଟେ, ମାନେ ଗୋଡ଼ରେ ଚପଲ ନାହିଁ, ମୁଣ୍ଡରେ ଛତା ନାହିଁ, ବହୁତ ଦୂର ବାଟ, ବହୁତ କଷ୍ଟେ ମଷ୍ଟେ ଗୋଡ଼ରେ କଣ୍ଟା ତଳ ପଟୁ ଫୁଟିକିରି ଉପର ପଟକୁ ଫୁଟିଛି। ସେଇ କଷ୍ଟେ ମଷ୍ଟେ ସେ ଶ୍ରୀକୃଷ୍ଣଙ୍କୁ ଡାକି ଡାକି ସବୁ ପଥ ଅତିକ୍ରମ କରି ଯାଇଥିଲେ। ତାପରେ ଏଇଠି ଆମେ ଟିକେ ବ୍ରେକ୍ ନେବା।